ନା ନା ହନୁମନ୍ତ ମୁଁ ତାଙ୍କୁ ବାଟ ଦେଇଛି ତୁ ନିଶ୍ଚିତ ଭାବରେ ସେ ମାୟାବୀ ମହିଳାର ଜୀବନର ଯଦି ଭବିଷ୍ୟତର ଆଶା ଅଛି ଏଇଠାରେ ଲେଉଟି ଯା। ନା 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 ହନୁମନ୍ତ ତମେ ଭୁଲ କହୁଛ। ମୁଁ ସେ ମାୟାବୀ ନୁହେଁ। ମୁଁ ହେଉଛି ସେଇ ପ୍ରଭୁଙ୍କର ଭକ୍ତ ବିଭୀଷଣ। ବିଭୀଷଣ ହଁ ଏମିତି କିଛି ପ୍ରମାଣ ଦେଇପାରିବ ତ ମାୟାବୀ ରାକ୍ଷସ ନୁହଁ ସେ ଲଙ୍କେଶ ବିଭୀଷଣ। ହଁ 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 ହନୁମନ୍ତ ରାତିର ମାୟା ହେଉଛି ସେ ହେଉଛି ମହିଳାଙ୍କର ମାୟା। ଯେଉଁଟା ସୂର୍ଯ୍ୟ ଉଦୟ ହେଲା ପରେ ସେଇଟା ମାୟା ନୁହେଁ ବିଭୀଷଣ। ହନୁମନ୍ତ ଏ ସକାଳର ଏଇଟା ମାୟାବୀ ନୁହେଁ। ମୁଁ ସତ କହୁଛି ହନୁମନ୍ତ ମୁଁ ସତ କହୁଛି। ଏଇଟା କ'ଣ କହିଲେ ସତ କଥା? ହଁ ହନୁମନ୍ତ ମୁଁ ସତ କହୁଛି। ଆପଣଙ୍କ ପୂର୍ବରୁ ଯିଏ ଆସିଥିଲା ସେ କ'ଣ? ନା ନା ମୋର ବିଶ୍ୱାସ ନାହିଁ ଏ କଥାକୁ ବିଶ୍ୱାସ କରିପାରିବିନି। ହନୁମନ୍ତ ସେ ନିଶ୍ଚୟ ମହିଳା ଆମର ସେ ମହିଳା ଆମର ମାୟା ମାୟା ବଳେ ମୋର ବେଶ ଧରି ସେ ଆସିଅଛି। ତୁମେ ଚିହ୍ନିବ ବାଣୀ ତାକୁ ଛାଡ଼ି ଦେଇଛ ହନୁମନ୍ତ ତାକୁ ଛାଡ଼ି ଦେଇଛ। ଠିକ କଥା କହୁଛନ୍ତି। ହେଇପାରେ ସେ ରାକ୍ଷସ ମାନଙ୍କର ମାୟା ଅନ୍ଧକାରରେ ସେହି ମହାମାୟା ମହିଳା ଆମର ମାୟା। ଏ ସୂର୍ଯ୍ୟାଲୋକର ଜନିତ କୌଣସି ରାକ୍ଷସର ମାୟା ଥାଏ। କିନ୍ତୁ ଏଇ ଗୋଟେ କଥା ଆପଣଙ୍କ ଯଥାର୍ଥ ଲାଗୁଛି। ତଥାପି ମୁଁ ବଡ଼ ମଧ୍ୟ ଆପଣଙ୍କ ସତ୍ୟ ଛାଇପାରିବି। ଯଦି ଆପଣଙ୍କର କଥା କିଛି ଅନୁଚିତ ଲାଗେ ତାହେଲେ ପ୍ରଭୁ ମୋର ଭରସା ହେବେ। ଜୟ ଶ୍ରୀ